Good evening, students. Good evening to all. ପିଲାମାନେ ଆଜି ଆମେ ଗୋଟେ ପ୍ରିପୋଜିସନ୍ ଅଛି ଆକ୍ରସ୍ ତା ବିଷୟରେ ପଢ଼ିବା। ଆକ୍ରସ୍ କୋଉଠି ୟୁଜ୍ କରାଯାଏ? ଯଦି କିଛି ଗୋଟେ ଫ୍ଲାଟ୍ ଏରିଆ ଅଛି, ଗୋଟେ ଲୋକେସନ୍ ଅଛି, ଗୋଟେ ସରଫେସ୍ ଅଛି, ସେଠି ଆମେ ଆକ୍ରସ୍ ଲଗାଇବା। ଯେମିତି ଦେ ସ୍ୱାମ୍ ଆକ୍ରସ୍ ଦ ରିଭର୍, ତାମାନେ ରିଭର୍ର ଯେଉଁ ଛାତି ଦେଇକରି ପାଣିର ଯେଉଁ ସରଫେସ୍ ଦେଇକରି ସେମାନେ ପାରି ହେଲେ। ଦେ ସ୍ୱାମ୍ ଆକ୍ରସ୍ ଦ ରିଭର୍, ସେମାନେ ନଦୀ ପାର ହେଇଗଲେ। ଦେ ଆର୍ ୱାକିଂ ଆକ୍ରସ୍ ଦ ବ୍ରିଜ୍, ସେମାନେ ବ୍ରିଜ୍ ଉପରେ ଚାଲୁଛନ୍ତି। ସେଠି ଆକ୍ରସ୍ ବୁଝେଇବ, କାରଣ ଫିଜିକାଲି ସେମାନେ ବ୍ରିଜ୍ ଉପରେ, ମାନେ ବ୍ରିଜ୍ରେ ତାଙ୍କ ପାଦ ଲାଗିଛି ଓ ବ୍ରିଜ୍ର ସରଫେସ୍ ଉପରେ ଚାଲୁଛନ୍ତି। They are walking across the bridge. The office is across the road. ଧର ଜଣେ ଆମକୁ ରୋଡ଼ ଏପଟରେ ଅଛି, ଆଉ ଜଣକୁ ସେ ବାଟ ବତେଇ ଦେଉଛି କି ଅଫିସଟା ରୋଡ଼ ସେପଟରେ ଅଛି। ସେ ଜାଗାରେ ଆମେ କ'ଣ କରିବା ନା ତାକୁ କହିବା ଦ ଅଫିସ୍ ଇଜ୍ ଦ ଅପୋଜିଟ୍ ସାଇଡ଼୍ ଅଫ୍ ଦ ରୋଡ଼, ନ କହିକରି ତାକୁ କହିବା କି ଦ ଅଫିସ୍ ଇଜ୍ ଆକ୍ରସ୍ ଦ ରୋଡ଼। ତା ମାନେ ହେଉଛି ଅଫିସଟା ରୋଡ଼ ସେପଟରେ ଅଛି। ନେକ୍ସଟ ହେଲା ଦ ନ୍ୟୁଜ୍ଟା କଣ୍ଟ୍ରି ସାରା ବ୍ୟାପିଗଲା। ସେଠି ଆମେ ଦ ନ୍ୟୁଜ୍ ସ୍ପ୍ରେଡ୍ ଆକ୍ରସ୍ ଦ କଣ୍ଟ୍ରି, ସାରା ଦେଶରେ ନ୍ୟୁଜ୍ଟା ବ୍ୟାପିଗଲା। ସେଇ ଜାଗାରେ ମଧ୍ୟ ଆମେ ଆକ୍ରସ୍ କରିପାରିବା। ବୁଝିପାରିଲେ? ଲୋକେସନ୍, ଫ୍ଲାଟ୍ ଏରିଆ, ସରଫେସ୍ ଆଉ ପୁରା ଗୋଟେ ୱେଡ୍ଥ ଏରିଆ, ଯେମିତି ଗୋଟେ ବହୁତ ବଡ଼ ଜାଗା ପାଇଁ ଆମେ ଆକ୍ରସ୍ ବସାଇଥାଉ। ଥ୍ୟାଙ୍କ ୟୁ।